ଜାନୁଆରୀ 9 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ମହାନଗର ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ହେବ ବ୍ରହ୍ମପୁର ମହାନଗର ମହୋତ୍ସବ। ଏହି ଅବସରରେ ଆଜି ଷ୍ଟେସନ ରୋଡ୍ ସ୍ଥିତ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷ ପରିସରରେ ଏକ ପ୍ରସ୍ତୁତି ବୈଠକ ସହ ଲୋଗୋ ଉନ୍ମୋଚନ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଯୋଗଦେଇ ଲୋଗୋ ଉନ୍ମୋଚନ କରିବା ସହ ଏହି ମହୋତ୍ସବକୁ ଐତିହାସିକ ମହୋତ୍ସବ ଭାବେ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ରଖିଥିଲେ। ସେହିପରି ଅନ୍ୟତମ ଅତିଥି ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ କାହ୍ନୁଚରଣ ପତି କହିଛନ୍ତି, ଏଠାରେ କଳା ଓ ସଂସ୍କୃତିର କାର୍ଯ୍ୟକ୍ରମ ସହ ସାହିତ୍ୟ ଚର୍ଚ୍ଚା ହେଉଥିବାରୁ ନିଶ୍ଚିତ ଭାବେ ସମସ୍ତ ବର୍ଗର ଜନସାଧାରଣଙ୍କ ଦ୍ୱାରା ଏହା ଆଦୃତ ହୋଇପାରିବ। ଅନ୍ୟ ଅତିଥିଙ୍କ ମଧ୍ୟରେ ୟୁନିୟନ କ୍ଲବ ସଭାପତି ଭି ସନ୍ତୋଷ କୁମାର, ସମ୍ପାଦକ ପାର୍ଥପାଢ଼ୀ, ପ୍ରେସ୍ କ୍ଲବ ସଭାପତି ଅଶୋକ କୁମାର ବ୍ରହ୍ମା ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ରହ୍ମପୁର ସହରରେ ଗତ 12 ବର୍ଷ ଧରି ଅନୁଷ୍ଠିତ ହୋଇଥିବା ମହାନଗର ମହୋତ୍ସବ ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି ଓ ସାହିତ୍ୟର ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଚଳିତ ବର୍ଷ ଏହି ମହୋତ୍ସବ ଆୟୋଜିତରେ ବହୁ ଗଣ ସଂଗଠନ ଏଥିରେ ସାମିଲ ହୋଇଛନ୍ତି। ଏହି ମହୋତ୍ସବ ଏକ ନିଆରା ସ୍ୱାଦର ମହୋତ୍ସବ ହେବ। ଏଥିରେ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକକଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଯୋଗାଇ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ। ରିପୋର୍ଟ ବିକଳ୍ପ ସମାଚାର।